नमस्कार दर्शक बंधु आसतु आज सुना दर पर नजर पकाइबा। कमोडिटी बजार ଏହି ସପ୍ତାହର ମୂଲ୍ୟବାନ ଧାତୁର ଦରରେ ବୃଦ୍ଧି ଦେଖିବାକୁ ମିଳିଛି। ସୁନା ରୂପା ବଢିଥିବା ବେଳେ ତା ଦାମ ଠାରୁ 2 ଗୁଣ ଗତିରେ ଉପରକୁ ଉଠିଛି। କ୍ରୁଡ ଅଏଲ ଦାମରେ ହ୍ରାସ ମଧ୍ୟ ଏବଂ ଡଲାର ଇଣ୍ଡେକ୍ସର ଚାପ ମଧ୍ୟରେ ଗୋଲ୍ଡ ସିଲଭରକୁ ମିଳିଛି ଜବରଦସ୍ତ ବୁଷ୍ଟ। ତେବେ ଆଜି ରବିବାର ବଜାର ବନ୍ଦ ଥିବାରୁ ଶୁକ୍ରବାରର କ୍ଲୋଜିଂ ଦରକୁ ଆଧାର କରି ଜାଣନ୍ତୁ ଆପଣଙ୍କର ସହରରେ କେତେ ରହିଛି ସୁନା ରୂପା ଦାମ। इंडियन बुलियन ज्वेलरी एसोसिएशन बा आईबीजीएम ର ତଥ୍ୟ ଅନୁସାରେ ଗୋଟିଏ ସପ୍ତାହର ମଧ୍ୟରେ ସୁନା ଦାମ 6,761 ଟଙ୍କା ବଢି 10 ଗ୍ରାମ ପିଛା 1,49,921 ଟଙ୍କାରେ ବନ୍ଦ ହୋଇଛି। ସେହିପରି ରୂପାର ମୂଲ୍ୟ ହେଉଛି 13,086 ଟଙ୍କାର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ରୂପା 2,31,381 ଟଙ୍କା ବୃଦ୍ଧି ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ଏପଟେ ଏମସିଏକ୍ସର ମଧ୍ୟ ସୁନା ରୂପା ଦର ଉପରମୁହାଁ ରହିଛି। ଏମସିଏକ୍ସରେ ସୁନା 10 ଗ୍ରାମ ପିଛା 1,51,985 ଟଙ୍କାରେ କ୍ଲୋଜ ହୋଇଛି ହେଉଥିବା ବେଳେ ରୂପା 2,31,800 ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଛି। ଆନ୍ତର୍ଜାତୀୟ ବଜାରରେ କମେକ୍ସର ମଧ୍ୟ ସୁନା 4,077.70 ଡଲାର ପ୍ରତି ଆଉନ୍ସ ପ୍ରତି ଏବଂ ରୂପା 57.863 ପ୍ରତି ଡଲାର ଆଉନ୍ସ ପ୍ରତି ପହଞ୍ଚିଛି। ଦିଲ୍ଲୀରେ 24 କ୍ୟାରେଟ ସୁନାର ଦର 10 ଗ୍ରାମ ପିଛା 1,52,550 ଟଙ୍କା ଓ 22 କ୍ୟାରେଟର ମୂଲ୍ୟ 1,39,580 ଟଙ୍କା ରହିଛି। ସେହିପରି ରୂପାର ଦାମ କିଲୋଗ୍ରାମ ପିଛା 2,45,000 ଟଙ୍କା ରହିଛି। ମୁମ୍ବାଇରେ 24 କ୍ୟାରେଟ ମୂଲ୍ୟ 1,52,350 ଏବଂ 24 କ୍ୟାରେଟର ମୂଲ୍ୟ 1,39,650 ଟଙ୍କା ରହିଛି। 10 ଗ୍ରାମରେ ବିକ୍ରି ହେଉଛି ରୂପା ପ୍ରତି କିଲୋଗ୍ରାମ ପିଛା 2,45,000 ଟଙ୍କା ରହିଛି। କୋଲକାତାରେ 24 କ୍ୟାରେଟର ସୁନା ଦର ଗ୍ରାମ ପିଛା 1,52,350 ଟଙ୍କା ଏବଂ 22 କ୍ୟାରେଟର ମୂଲ୍ୟ 1,39,650 ଟଙ୍କା ରହିଛି। ରୂପାର ଦାମ 2,45,000 ଟଙ୍କା ପ୍ରତି କିଲୋଗ୍ରାମ ପିଛା ରହିଛି। ଚେନ୍ନାଇରେ 24 କ୍ୟାରେଟର ମୂଲ୍ୟ 1,51,640 ଟଙ୍କା ଓ 24 କ୍ୟାରେଟର ମୂଲ୍ୟ ସୁନା ପ୍ରତି 10 ଗ୍ରାମ ପିଛା 1,39,000 ଟଙ୍କା ରହିଛି। ସେପରି ରୂପା ଦାମର କିଲୋଗ୍ରାମ ପିଛା 2,50,000 ଟଙ୍କା ରହିଛି। ରବିବାରର ଆଜି ଘରୋଇ ବଜାରରେ ଆନ୍ତର୍ଜାତୀୟ କମୋଡିଟି ବଜାର ବନ୍ଦ ରହିଛି। ତେଣୁ ସରଫା ବଜାରରେ ଶୁକ୍ରବାର କ୍ଲୋଜିଂ ଦରକୁ ଆଧାର କରି କାରବାର ଏବଂ କିଣାବିକା ହେଉଛି। ବଜାର ବିଶେଷଜ୍ଞ ଆକଳନ ଅନୁସାରେ ସୁନାର ସପୋର୍ଟ ଲେଭେଲ 10 ଗ୍ରାମ ପିଛା 1,48,000 ଟଙ୍କାରୁ 1,42,500 ଟଙ୍କା ମଧ୍ୟରେ ରହିପାରେ। ଯଦି ବଜାରରେ ପ୍ରଫିଟ୍ ବୁକିଂ ଦେଖାଯାଏ ତେବେ ଏହି ସ୍ତରରେ ସପୋର୍ଟ ନ ନେଇପାରେ। ଅନ୍ୟପଟେ 1,52,500 ଟଙ୍କାରୁ 1,55,000 ଟଙ୍କା ମଧ୍ୟରେ ରହିପାରେ ରେଜିଷ୍ଟାନ୍ସ ବା ଟାର୍ଗେଟ ଜୋନ୍। ଆନ୍ତର୍ଜାତୀୟ ବଜାରରେ ଯଦି ବୃଦ୍ଧି ଜାରି ରହେ ତେବେ ସୁନା 1.55 ଲକ୍ଷ ଟଙ୍କା ଛୁଇଁପାରେ। ସୁନା ତୁଳନାରେ ରୂପାରେ ଅଧିକ ହ୍ରାସ ଦେଖିବାକୁ ମିଳିଛି। ରୂପାର ଟେକ୍ନିକାଲ ଚାର୍ଟ ମଧ୍ୟ ଏବେ ବୃଦ୍ଧିର ସଂକେତ ଦେଉଛି। ରୂପାର ସପୋର୍ଟ ଲେଭେଲ 2,20,000 ଟଙ୍କାରୁ 2,25,000 ଟଙ୍କା ପ୍ରତି କିଲୋଗ୍ରାମ ମଧ୍ୟରେ ରହିପାରେ। ସେହିପରି 2,38,000ରୁ 2,45,000 ମଧ୍ୟରେ ରୂପାର ରେଜିଷ୍ଟାନ୍ସ ରହିପାରେ। ଯଦି ବଜାରରେ ବୃଦ୍ଧି ଜାରି ରୁହେ ତେବେ ରୂପା ଖୁବ୍ ଶୀଘ୍ର ନୂଆ ରେକର୍ଡ ସ୍ତରରେ ଛୁଇଁବାର ସମ୍ଭାବନା ରହିଛି। ଆଜି ପୁଣି ବଢ଼ିଗଲା ସୁନା ଓ ରୂପା ଦାମ। ଗତ କିଛି ଦିନ ହେବ କମିଥିବା ବେଳେ ଆଜି ହଠାତ୍ ଆକାଶ ଛୁଆଁ ହେଲା ସୁନା ଓ ରୂପା ଦାମ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଏମସିଏକ୍ସରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ ପିଛା 1,55,500 ଏବଂ ରୂପା 2,39,339 ପ୍ରତି କିଲୋଗ୍ରାମକୁ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବଜାର ଉତ୍ତେଜନା ଓ ଅନିଶ୍ଚିତତା ଯୋଗୁଁ ମୂଲ୍ୟବାନ ଧାତୁ ମୂଲ୍ୟରେ ପୁଣି ଥରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏମସିଏକ୍ସରେ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପା ରଚପା ଉଭୟ ନୂତନ ରେକର୍ଡ ଉଚ୍ଚତା ଆଡ଼କୁ ମୁହାଁଇଛନ୍ତି। ଏମସିଏକ୍ସରେ ସୁନା 1,55,000 ଟଙ୍କା ଅତିକ୍ରମ କଲା। ଏମସିଏକ୍ସରେ ଅକ୍ଟୋବର 5, 2026 ତାରିଖ ଶେଷ ହେବା ସୁନାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇ 10 ଗ୍ରାମ ପିଛା 1,55,500ରେ ପହଞ୍ଚିଛି, ଯାହା ଆଜିର ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି। ରୂପା ମଧ୍ୟ 2,400 ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। କେବଳ ସୁନା ନୁହେଁ, ରୂପା ମଧ୍ୟ ଚମକ ପାଇଛି। ସେପ୍ଟେମ୍ବର 4, 2026ର ଅବଧି ସମାପ୍ତ ହୋଇଥିବା ରୂପା ଏମସିଏକ୍ସରେ ପ୍ରତି କିଲୋଗ୍ରାମ ପିଛା 2,39,339ରେ ପହଞ୍ଚିଛି କାରବାର ହେଉଛି, ଯାହା ପ୍ରାୟ 2,04,000
72 ବୃଦ୍ଧିକୁ ପ୍ରତିନିଧିତ୍ୱ କରେ। ସୁନା ଏବଂ ରୂପା ମୂଲ୍ୟରେ ଏତେ ବୃଦ୍ଧି କାହିଁକି? ଆମେରିକା ଏବଂ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟର ଅନିଶ୍ଚିତତା ସହିତ ବିଶ୍ୱବ୍ୟାପୀ ନିବେଶକମାନେ ସେୟାର ବଜାରରୁ ଟଙ୍କା କାଢି ସୁନା ଓ ରୂପା ଭଳି ସୁରକ୍ଷିତ ନିବେଶରେ ନିବେଶ କରୁଛନ୍ତି। ଏହି ଅତ୍ୟଧିକ ଚାହିଦା ଯୋଗୁଁ ବଜାରକୁ ଇନ୍ଧନ ଯୋଗାଇଛି। କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ, ଦାମ ଆହୁରି ମହଙ୍ଗା ହେବ କି? ଯଦି ଆପଣ ଆଗାମୀ ପର୍ବପର୍ବାଣୀ କିମ୍ବା ବିବାହ ପାଇଁ ସୁନା ରୂପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ବିଶେଷଜ୍ଞମାନେ ମୂଲ୍ୟ ହ୍ରାସରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଏହି ବୃଦ୍ଧି ଧାରା ଜାରି ରହିବାର ସମ୍ଭାବନା ରହିଛି। ଏମ୍ସିଏକ୍ସରେ ଅକ୍ଟୋବର ସୁଦ୍ଧା ସୁନା ଫ୍ୟୁଚର୍ସ ପାଇଁ ପ୍ରଥମ ପ୍ରମୁଖ ପ୍ରତିରୋଧ 1.55 ଲକ୍ଷ ଅଟେ ଏବଂ ଏହା ଉପରେ ବିରତି ସପ୍ତାହର ଶେଷ ସୁଦ୍ଧା 1,57,000 ସ୍ତରରେ ପରୀକ୍ଷାରେ ହୋଇପାରେ। ହ୍ରାସ ଘଟିଲେ 1,51,000 ଏବଂ 1,48,500 ଏକ ଦୃଢ଼ ସମର୍ଥନ କ୍ଷେତ୍ର ଭାବରେ କାର୍ଯ୍ୟ କରିବ।